नमो भगवते वासुदेवाय। श्रीमद्भागवत दशम स्कंध सप्त अशीतितम अध्याय। हेमन्ते हरिपाद ध्यायी परीक्ष आगे सुक कही। सुक उवाच गोविंद मित्र अंग संगे विविध कथा भावरंगे। जे हरि सर्वभूतगामी परम ब्रह्म अंतर्यामी। मित्रवदन चाहि हसी बोलंती प्रभु ब्रह्मराशि। विप्रवच्छड़ चक्रपाणी जार कटाक्षे कमलिनी। मित्रर सर्व अंग चाहि हसी बोलंती भावग्राही। हरि हरि बोल। भगवान उवाच भूमित्र मोर प्राण सखा किस आनीच मोते देखा। मोर भकत प्राणी जेबे मोते पूजई प्रेम भावे। से अणु मात्रे जेबे देई पर्वत प्राय मु मणई। जे मोर भाव न जानती पर्वत प्राय धन द्यंती। से मोते दिशे तुच्छ प्राय बोलंती प्रभु देवराय। पत्र कुसुम फल पाणी जे मोते भावे द्यंती आणी। तार भक्ति भावे लई हस्त प्रसारी मुभुंजई। हेमंत कही रमाकांत भावे पातिले बेनी हस्त। देखी चकित विप्रवर अंतरे करई विचार। मोर अर्जित कर्म फल आनिछि पृथक तंडुल। केमंते देवी कृष्ण करे हसिबे नारी अंतपुरे। हेमंत भाली लज्जा दुखे विप्र रहिला अधोमुखे। ता देखी कमलार बर हृदय करंती विचार। ए विप्र पत्नीर वचने मिलिला मोहर भुवने। दरिद्र पणे दुख पाई अर्जिला कर्म न जानई। एहार पूर्व जन्म जेते निष्कामे भजी अछि मोते। सकामे मोते न भजई एबे पाइब भोग काहि। पत्नी वचने भोग चिंते जेबे मिलिला मो अग्रते। पतिव्रतार सुख अर्थे मोहर मित्र पण हिते। देवी संपद सर्वभाव ब्रह्मांड मध्ये जे दुर्लभ। एते विचारी नर हरि विप्रर छिन्न वस्त्र धरी। कि वस्तु बोली आदि मूल घेनिले पृथक तंडुल। छिंडा कबटा मध्यु फेई कृष्ण बोलंती करेलई। भूमित्र तुम्भ उपहार ए मोर प्राण प्रीतिकर। तुम्भर पृथक तंडुल अशेष भुवन मंगल। मोहर जीवन सहिते तृपत कल আজি मोते। हेमंते कही नर हरि बेनिलोचनु बहेबारी। गोविंद मित्र प्रीति अर्थे
ପୃଥୁ ତଣ୍ଡୁଳ ବେନି ହସ୍ତେ କମଳା ଚାହେଁ ସ୍ଥିର ଦୃଷ୍ଟି ତୁଣ୍ଡେ ଭରିଲେ ଏକ ମୁଷ୍ଟି ସନ୍ତୋଷେ ଭୁଞ୍ଜି ଦାମୋଦର ଦ୍ୱିତୀୟ ମୁଷ୍ଟି ଘେନି କର ତୁଣ୍ଡେ ଭରନ୍ତେ ଗୋପୀନାଥ ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ବୋଲନ୍ତି ଜଗତ ଜନନୀ ପୃଥୁଳ ମୁଷ୍ଟି କରେ ଘେନି ଭୋ ବିଶ୍ୱନାଥ ଭଗବାନ ଏ ମୁଷ୍ଟି ନ କର ଭୋଜନ ତୋର ସନ୍ତୋଷେ ନାରାୟଣ ଉଭୟ ଲୋକର କାରଣ ମୁଷ୍ଟିକେ ଦେଲୁ ସର୍ବ ସୁଖ କେବଳ ମାତ୍ର ମୋତେ ରଖ ମୁଁ ତୋର ଚରଣ କମଳେ ଯେମନ୍ତେ ସେବଇ ନିଶ୍ଚଳେ ଏମନ୍ତ କହି ଅନୁବାଦେ ପଶିଲା ଗୋବିନ୍ଦର ହୃଦେ ଏମନ୍ତେ ରବି ଅସ୍ତ ଗଲା ଶୁଣ ହୋ ଅଭିମନ୍ୟୁ ବଳା ଗୋବିନ୍ଦ ତୁଲେ ବିପ୍ରତୋଷେ ଭୋଜନ କଲେ ଷଡ଼ର ସେ ରତ୍ନ ପଲ୍ୟଙ୍କେ କୃଷ୍ଣ ମେଳେ ରଜନୀ ବଞ୍ଚେ ସୁଖ ଭୋଳେ ଅଙ୍ଗ ନିବେଶୀ କୃଷ୍ଣ ଦେହେ ମଣିଲା ସ୍ୱର୍ଗ ଭୋଗ ପ୍ରାଏ ଏମନ୍ତେ ପାହିଲା ରଜନୀ ଗୋବିନ୍ଦ ଝିନ ବସ୍ତ୍ର ଘେନି ବିପ୍ରେ କରାଇ ଅବଧାନ ପାଲଟି ପିନ୍ଧାଇ ବସନ ଆନନ୍ଦେ ଆଲିଙ୍ଗନ କରି ଭାବେ ବ୍ରାହ୍ମଣ ପାଦ ଧରି ଅନୁଗମନ କିଛି ଦୂରେ ବିପ୍ର ପେଶିଲେ ନିଜ ପୁରେ କୃଷ୍ଣ ବାହୁଡ଼େ ନିଜ ପୁର ଏବେ ହୋ ଶୁଣ ନୃପବର ବିଶ୍ୱକର୍ମାକୁ କୃଷ୍ଣ ରାଇ ଧୀରେ କହନ୍ତି ମୁଖ ଚାହିଁ ଏବେ ତୁ ଯାଅ ବିପ୍ର ଘର ଉତ୍ତମ କରି ଦେବୁ ପୁର ଦେବଦାନବେ ଅଗୋଚର ଏମନ୍ତେ ହୋଇବ ସୁନ୍ଦର ନାନା ରତନ ଧନ ଜନ ବେଗେ ତୁ ଭିଆଓ ଏମାନ ଆଜ୍ଞା ପ୍ରମାଣେ ଚଳିଗଲା ଦିବ୍ୟ ଭୁବନ ଭିଆଇଲା ରଥ ତୁରଗ ପରିବାରି ତୋଟା ପୋଖରୀ ମନୋହାରି ଏମନ୍ତ କରି ସେ ନିର୍ମାଣ ଶୂନ୍ୟ ଗମିଲା ତତକ୍ଷଣ ଏବେ ହୋ ଶୁଣ କୁରୁ ବୀର ବିପ୍ର ଚଳଇ ନିଜ ଘର ବିପ୍ରଗମନ୍ତେ ନିଜ ସ୍ଥାନେ ଭାଳଇ କୃଷ୍ଣ ଗୁଣ ମନେ ହରି ହରି ବୋଲ କିଛି ନ ଦେଲେ ନାରାୟଣ ଲାଜେ ନ ମାଗିଲା ବ୍ରାହ୍ମଣ ପଥେ ଗମଇ ଧୀର ପାଦେ କୃଷ୍ଣ ଦର୍ଶନ ଆନନ୍ଦେ ଲଜ୍ଜା ଜଡ଼ିତ ଅଧୋମୁଖେ ପଥେ ବିଚାରେ ମନ ଦୁଃଖେ ଏ ମୋ ଅର୍ଜିତ କର୍ମ ଗୁଣ ବିପ୍ରବତ୍ସଳ ନାରାୟଣ ଅତି ଦରିଦ୍ର ମୁଁ ପାମର ସେ କୃଷ୍ଣ କରୁଣା ସାଗର କମଳା ସେବେ ଯାର ପାଦେ ସେ ହୃଦେ ପରମ ଆନନ୍ଦେ ଲଗାଇ ମୋତେ ତୋଷ ମନ ନିବିଡ଼େ କଲେ ଆଲିଙ୍ଗନ ଅତି ଦରିଦ୍ର ପାପୀ ମୁହିଁ କୋଟି ବ୍ରହ୍ମାଣ୍ଡ ନାଥ କାହିଁ ବ୍ରାହ୍ମଣ ବୋଲି ଦୟା କଲେ ଶ୍ରୀଭୁଜେ ଆଲିଙ୍ଗନ ଦେଲେ ଲକ୍ଷ୍ମୀ ପଲଙ୍କେ ମୋତେ ନେଇ ଭାଇର ପ୍ରାୟ ସ୍ଥାନ ଦେଇ ଚାମର ଧରି ନିଜ କରେ ଲକ୍ଷ୍ମୀ ବିଞ୍ଚିଲେ ମୋତେ ଧୀରେ ମିତ୍ର ସୁହୃଦ ବନ୍ଧୁ ବର୍ଗେ ମୋତେ ପୂଜିଲେ ଷଡ଼ର୍ଘେ ଯେ ହରି ସଂସାର ଦୁର୍ଲଭ ସେ ମୋତେ ହୋଇଲେ ସୁଲଭ
ବିପ୍ରଦେବତା ସେ ଯୁକତେ ଏଣୁ ପୂଜିଲେ କୃଷ୍ଣ ମୋତେ ଭୂମି ଗଗନ ରସାତଳ ସ୍ୱର୍ଗାପବର୍ଗ ବେନି ଫଳ ସର୍ବ ସମ୍ପଦର କାରଣ ଯାହାର ଭୟ ଚରଣ ସେ ମୋର ମିତ୍ର ନରହରି ହୃଦୟରେ ଏମନ୍ତ ବିଚାରି ଦୁଃଖୀ ଦରିଦ୍ର ଏ ବ୍ରାହ୍ମଣ ଏହାକୁ ଯେବେ ଦେବା ଧନ ଧନ ପ୍ରାପତେ ମତ୍ତ ହୋଇ ମୋତେ ସ୍ମରିବ ଆର କାହିଁ ତାହାର ମୋତେ ବଡ଼ ଦୟା ମୁଁ ପାପି ନ ଜାଣଇ ଏହା ଧନ ସମ୍ପଦ ଯେତେ ଜନ ମତ ଗରବ ଅନୁକ୍ଷଣ ଧନ ସମ୍ପଦେ ବଢ଼େ ଆସ ସେ କାହିଁ କୃଷ୍ଣରେ ବିଶ୍ୱାସ ଏଣୁ ନ ଦେଲେ ମୋତେ ଧନ ଧନ୍ୟ ମୋହର ଏ ଜୀବନ ମନରେ ଏମନ୍ତ ବିଚାରି ବିପ୍ର ମିଳିଲା ନିଜ ପୁରୀ ଦେଖଇ ଆପଣା ମନ୍ଦିର କିଏ ବା ଦେବା ପଟାନ୍ତର ରବି ଅନଳ ଚନ୍ଦ୍ରକାନ୍ତି ବୈଦୁର୍ଯ୍ୟମାନ ଝଟକନ୍ତି ନାନା ବିଚିତ୍ର ଉପବନ ହଂସ ମୟୂର ପିକସ୍ୱନ ବିବିଧ ଜଳାଶୟ ରାଶି ପୁଷ୍ପ ସୁଗନ୍ଧ ବାୟୁ ମିଶି କହ୍ଲାର ଉତ୍ପଳ କୁମୁଦ ପବନ କର ଆମୋଦ ନାରୀ ପୁରୁଷ ନାନା ରଙ୍ଗେ ବିବିଧ ଅଳଙ୍କାର ଅଙ୍ଗେ ହେମନ୍ତ ଦେଖି ବିପ୍ରବର ହୃଦୟରେ କରଇ ବିଚାର ଏକି କାହାର ଦିବ୍ୟପୁର ଅବନି ମଧ୍ୟେ ଅଗୋଚର ମୋର କୁଟୁମ୍ବ ଏହି ସ୍ଥାନେ ଛାଡ଼ିଗଲି ଯେ ବିଦ୍ୟମାନେ ଦରିଦ୍ର ପତ୍ନୀ ଗଲା କାହିଁ କିଏ ବା ପଥ ହୁଡ଼ିଲହିଁ ଭ୍ରମେ ମିଳିଲି ଅନ୍ୟ ସ୍ଥାନେ ଏମନ୍ତେ ବିଚାରଇ ମନେ ଭୟ ବୁଝଇ ଚକ୍ଷୁ ବେନି ପୁଣି ଭାଳଇ ମନେ ଗୁଣି ଚିହ୍ନିଲା ଲୋକ ନାହିଁ ଜଣେ ପୁଛିବି କେବଳ କାରଣେ ମୁହିଁ ଯେ ଗଲି 7 ଦିନ କେ କଲା ଏମନ୍ତ ଭୁବନ ମୋର ବ୍ରାହ୍ମଣୀ କେଣେ ଗଲା ଏଡେ ଅନୀତି କେହୁ କଲା ଏତେ ବିଚାରି ଦ୍ୱିଜବର ସ୍ଥକିତେ ଚାହଁଇ ନବର ଏମନ୍ତେ ଶୁଣି ନୃପବର ବ୍ରାହ୍ମଣୀ ନବରୁ ବାହାର ଅମର ପ୍ରଭା ନର ନାରୀ ବିବିଧ ପାତ୍ର କରେ ଧରି ସୁସ୍ୱର ଦିବ୍ୟ ଗୀତ ନାଦ ଅଦ୍ଭୁତ ଅଖିଳ ସମ୍ପଦ ଆଗେ ସତେକ ପରିବାରୀ করে চামর ছন্তি ধরি মঙ্গল গীত নাদবাণী মধ্যে বিজয়তা ঘরণী রূপে কি দেবা পটান্তর অপূর্ব বেশ মনোহর করন্তি জয় জয় ধ্বনি এমন্তে বিপ্রর কামিনী পতি আগমন আনন্দ সঙ্গে সুন্দরী সখী বৃন্দ ভুবনু হইলা বাহার রূপে মোহই সুর নর কমলা জেহ্নে হরিপুরে ব্রাহ্মণী সোহে সে প্রকারে বিপ্রকামিনী পতিব্রতা জগতে যার পুণ্য কথা নয়নে অশ্রু জল পুরী স্বামী চরণ করে ধরি ভাবে নমই পুণ পুণ মনরে কলা আলিঙ্গন
ଅନେକ ମତେ ପୂଜା କରି ମନେ ଚିନ୍ତଇ ନର ହରି 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 ବୋଲ। ବ୍ରାହ୍ମଣ ନିଜ ନାରୀ ଚାହିଁ ଚକିତ ମନେ ବିଚାରଇ ସୁନ୍ଦର ନିବିଡ଼ ସୁଶ୍ରୋଣୀ କିଏ ଗଗନ ବିଳାସିନୀ। ରମ୍ଭା ମେନକା ଅପସରୀ ସେମାନେ ନୁହନ୍ତି ନା ସରି ଅଦ୍ଭୁତ ରୂପ କାନ୍ତି ସାଜେ ସୁନ୍ଦର ଦାସୀ ଗଣ ମାଝେ। ଏମନ୍ତେ ସ୍ୱାମୀ କର ଧରି ଗୃହେ ପଶିଲା ବିପ୍ର ନାରୀ ସ୍ତମ୍ଭେ ଦିଶଇ ରତ୍ନ ରାଶି ଇନ୍ଦ୍ର ଭୁବନ ପ୍ରାୟ ଦିଶି ଗୋକ୍ଷୀର ଫେନ ପ୍ରାୟ କାନ୍ତି ଶଯ୍ୟା ପଲଙ୍କେ ବିରାଜନ୍ତି ରତ୍ନ ପଲଙ୍କେ ହେମଦଣ୍ଡେ ନିର୍ମିତ ହସ୍ତିତନ୍ତ ମଣ୍ଡେ ଶ୍ଵେତ ଚାମର ରତ୍ନ ପନ୍ତି ମୁକୁତା ମାଳ ବିରାଜନ୍ତି ନାନା ଆସନ ରତ୍ନମୟ ଯାହା ଭିଆଣ ଦେବରାୟ ବିବିଧ ଚନ୍ଦ୍ରାତପଲମ୍ବେ ରତ୍ନ ଜଡ଼ିତ ଶୁଭ୍ର ସ୍ତମ୍ଭେ ସ୍ଫଟିକ କାନ୍ଥେ ଦୀପପନ୍ତି ନିର୍ମଳ ରତ୍ନ ବିରାଜନ୍ତି ପାନ ଭୋଜନ ଅପ୍ରମିତ ବ୍ରାହ୍ମଣ ଦେଖିଲା ଅଦ୍ଭୁତ ନୃତ୍ୟ ଗାୟନ ନାନା ସ୍ଥାନେ ବିପ୍ର ଭୋଜନ ଆଚମନେ ଦେବତା ପୂଜା ମହୋତ୍ସବ ପୁରମଣ୍ଡିତ ସର୍ବଠାବ ସର୍ବସମ୍ପଦ ଏକଠୁଳେ ଦେଖଇ ନୟନ ନିଶ୍ଚଳେ ମନେ ଚିନ୍ତଇ ଯୋଗ ବଳେ ଏକର୍ମ ନାହିଁ ରବି ତଳେ ଏମନ୍ତ ସମ୍ପଦ ମୋହର ନିଶ୍ଚୟ ଦେଲେ ଦାମୋଦର କୃଷ୍ଣର ପୁରେ ମୁଁ ଯେ ଥିଲି ଏଡ଼େ ସମ୍ପଦ ନ ଦେଖିଲି ପରମାନନ୍ଦର ମହିମା ନିଗମନ ଜାଣଇ ସୀମା ହରି ହରି ବୋଲ। ମାଗିଲେ ନିଷ୍ଠୁର ଭଜଇ ଭକତେ ଆଚମ୍ବିତ ଦେଇ କାଳ ନିୟମ ଯାର ନାହିଁ ଗଗନ ଘନ ପ୍ରାୟ ଦେଇ ମୋହର ମିତ୍ର ଯଦୁପତି ବେଦ ନ ଜାଣେ ଯାର ଗତି ଅଭାବେ ଦେଲେ କୃଷ୍ଣ ଚିତ୍ତ କିଞ୍ଚିତେ ମଣଇ ବହୁତ ଅଳପ ଦେଲେ ଭାବ ଘେନି ବହୁତ ଘେନେ ଅନ୍ତର୍ଯାମୀ ପୃଥୁକ ମୁଷ୍ଟି ଦେଲି ମୁହିଁ ଭାବେ ଘେନିଲେ ଭାବଗ୍ରାହୀ ମୁଷ୍ଟିଏ ଖାଇ ତୋଷ ଚିତ୍ତ ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ତେଣୁ ଏ ସମ୍ପଦ ମୋହର ଏତେ ବିଚାରି ବିପ୍ରବର ବୋଲଇ ହୋଇ କୃତକୃତ୍ୟ କପାଳେ ଦେଇବେନି ହସ୍ତ କୃଷ୍ଣ ଚରଣେ ମୋର ଚିତ୍ତ ନିଶ୍ଚଳେ ରହୁ ଅବିରତ ମିତ୍ର ସୁହୃଦ ଦାସପଣେ ଖଟିବି ଅଭୟ ଚରଣେ ଅଶେଷ ଯୋନି ମଧ୍ୟେ ଜାତ ହୋଇ ଖଟିବି ଅବିରତ ତାର ଭକତି ପଥ ଦ୍ୱାର ବ୍ରହ୍ମା ଶଙ୍କରେ ଅଗୋଚର ମୋର ଭକତି ଭାବ ଘେନି ଏ ଧନ ଦେଲେ ଚକ୍ର ପାଣି
হেমন্ত ভাଳି বিপ্রচিত্তে সম্পদে রহিলা নিশ্চিন্তে ভ্রমর প্রায় ভোগ করি অন্তে পাইলা নরহরি শুণ পরীক্ষ দণ্ডধর বিপ্রভকত দামোদর এহা যে করন্তি শ্রবণ খণ্ডন্তি কর্মর বন্ধন সে হরি চরণ কমলে মো মন রহু সুনিশ্চলে কৃষ্ণ চরণে করি আস কহই জগন্নাথ দাস ভাবে কৃষ্ণ চরণে করি আস ভাবে কহই জগন্নাথ দাস হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দশমস্কন্ধে উত্তরার্ধে পৃথুক উপাখ্যানম নাম 87তম অধ্যায়।